କିନ୍ତୁ ଦର୍ଶକ ବନ୍ଧୁ, ପ୍ରତ୍ୟେକ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ଯେମିତି କିଛି ବଡ଼ ଲାଭ ଥାଏ, ତା ସହିତ କିଛି ଚ୍ୟାଲେଞ୍ଜ ବା ଚିନ୍ତାଜନକ ଦିଗ ମଧ୍ୟ ଥାଏ। ବାୟୋନିକ୍ ସ୍ପାଇ ଡ୍ରୋନ୍ କ୍ଷେତ୍ରରେ ମଧ୍ୟ କିଛି ବଡ଼ ବଡ଼ ଆହ୍ୱାନ ରହିଛି। ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଗୁଡ଼ିକ ହେଉଛି ଏଭଳି ସୂକ୍ଷ୍ମ ଏବଂ ପ୍ରକୃତି ସହ ଏକଦମ ମିଶି ଯାଉଥିବା ଯନ୍ତ୍ର ତିଆରି କରିବା ପାଇଁ ବହୁତ ବଡ଼ ଅଙ୍କର ଅର୍ଥ ବା ଉନ୍ନତ ଗବେଷଣା ଆବଶ୍ୟକ। ଏହି ଛୋଟ ଡ୍ରୋନ୍ ଗୁଡ଼ିକର ଆକାର ଛୋଟ ହୋଇଥିବାରୁ ଏଥିରେ ବଡ଼ ବ୍ୟାଟେରୀ ଲଗାଯାଇପାରିବ ନାହିଁ, ତେଣୁ ଏମାନେ ବହୁ ସମୟ ଧରି ଆକାଶରେ ଉଡ଼ିବା କଷ୍ଟକର। ସବୁଠାରୁ ବଡ଼ ସାମାଜିକ ଚିନ୍ତା ହେଉଛି ଗୋପନୀୟତା ବା ପ୍ରାଇଭେସି। ଯେଉଁ ଟେକ୍ନୋଲୋଜି ଶତ୍ରୁ ଉପରେ ନଜର ରଖିବା ପାଇଁ ତିଆରି ହେଉଛି, ଭବିଷ୍ୟତରେ ତାହାର ଅପବ୍ୟବହାର କରାଯାଇ ସାଧାରଣ ନାଗରିକଙ୍କ ବ୍ୟକ୍ତିଗତ ଜୀବନ ଉପରେ ମଧ୍ୟ ନଜର ରଖାଯାଇପାରେ। ଆପଣମାନଙ୍କୁ ଜଣା ବି ପଡ଼ିବ ନାହିଁ, ଆଉ ଆପଣଙ୍କ ଘର ବାହାରେ ବସିଥିବା ପକ୍ଷୀଟି ଆପଣଙ୍କର ସବୁ କଥା ରେକର୍ଡ କରୁଥିବ। ତେଣୁ ଏହାର ବ୍ୟବହାର ପାଇଁ ଅନ୍ତର୍ଜାତୀୟ ସ୍ତରରେ କଠୋର ନିୟମ ରହିବା ଜରୁରୀ। ଦର୍ଶକ ବନ୍ଧୁ, ଆଜିର ଦୁନିଆରେ ଯୁଦ୍ଧ କେବଳ କେତେଟା ବନ୍ଧୁକ, କେତେଟା ଟ୍ୟାଙ୍କ କିମ୍ବା ବୋମାରେ ସୀମିତ ହୋଇ ରହିନାହିଁ। ଆଜିର ଯୁଦ୍ଧ ହେଉଛି ତଥ୍ୟର ବା ଡାଟାର। ଯେଉଁ ଦେଶ ପାଖରେ ଶତ୍ରୁର ସବୁଠାରୁ ସଠିକ ଏବଂ ପ୍ରଥମ ସୂଚନା ପହଞ୍ଚିବ, ଯୁଦ୍ଧ ସେହି କ୍ଷେତ୍ରରେ ସେହି ଦେଶ ହିଁ ସବୁଠାରୁ ଅଧିକ ଶକ୍ତିଶାଳୀ ସାବ୍ୟସ୍ତ ହେବ। ସେଥିପାଇଁ ଡ୍ରୋନ୍, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ବାୟୋନିକ୍ ପ୍ରଯୁକ୍ତି ଆଗାମୀ ଦିନରେ ବିଶ୍ୱର ସୁରକ୍ଷା ବ୍ୟବସ୍ଥାର ଏକ ବଡ଼ ଅଂଶ ହେବାକୁ ଯାଉଛି, ଏଥିରେ କୌଣସି ସନ୍ଦେହ ନାହିଁ। ତେବେ ଆଗକୁ ଏମିତି ଦିନ ଆସିବ ଯେତେବେଳେ ଆକାଶରେ ଉଡ଼ୁଥିବା ପ୍ରତ୍ୟେକ ଚିଲ କିମ୍ବା ପକ୍ଷୀକୁ ଆମେ ଏକ ସାଧାରଣ ଜୀବ ବୋଲି ଭାବିବୁ, ନା କୌଣସି ଦେଶର ଅଦୃଶ୍ୟ ଗୁପ୍ତଚର। ଏହା କେବଳ ସମୟ ହିଁ କହିବ। ଏହି ସମ୍ପୂର୍ଣ୍ଣ ପ୍ରଯୁକ୍ତି ବିଦ୍ୟା ଏବଂ ଭାରତ ସୁରକ୍ଷା ବ୍ୟବସ୍ଥାରେ ଏହାର ବ୍ୟବହାରକୁ ନେଇ ଆପଣମାନଙ୍କର ମତାମତ କ'ଣ?